मेघमाଳରେ शीघ्र आसुथिबा आम्भମାନଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସବୁଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ସେବା କାର୍ଯ୍ୟ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ, ସେଥିପାଇଁ ମୁଁ ପ୍ରଭୁଙ୍କର ପ୍ରଶଂସା କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଆଉ ଏକ ପ୍ରସଙ୍ଗରେ କଥାବାର୍ତ୍ତା ହେବା। ଆଜି ଆମେ ପରିବାର ବିଷୟରେ ଅଳ୍ପ ସମୟ ଧ୍ୟାନ କରିବା। ଜଣେ ଭଉଣୀ ମୋତେ ୟୁଟ୍ୟୁବରେ କମେଣ୍ଟ କରିଥିଲେ ଆଉ ପ୍ରାର୍ଥନା ଅନୁରୋଧ ଦେଇଥିଲେ ଯେ ମୋ ପରିବାରରେ ବିଲକୁଲ ଶାନ୍ତି ନାହିଁ, ମୁଁ କ'ଣ କରିବି? ଦୟାକରି ଆପଣ ଆମ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ଏହି ଭଉଣୀଙ୍କର ପ୍ରାର୍ଥନା ଅନୁରୋଧକୁ ଆଧାର କରି, ଏହି ଭଉଣୀଙ୍କ କମେଣ୍ଟକୁ ଆଧାର କରି ଆଜି ଆମେ ବାକ୍ୟ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗ ହେଲା, ମୋ ପରିବାରରେ ଶାନ୍ତି ନାହିଁ, ମୁଁ କ'ଣ କରିବି? ଏହି ପ୍ରସଙ୍ଗରେ ଆମେ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଶାନ୍ତି ମନୁଷ୍ୟ ନିମନ୍ତେ କୋଉଠି ମିଳେ ନାହିଁ। ମନୁଷ୍ୟ ଏହି ଶାନ୍ତିକୁ କୋଉଠି କିଣିପାରେ ନାହିଁ ଏବଂ ଏହି ଶାନ୍ତିକୁ ମନୁଷ୍ୟ ଯେତେ ଚାହିଁଲେ ମଧ୍ୟ ପରିବାରରେ ସେ ଏହି ଶାନ୍ତିକୁ ଆଣିପାରେ ନାହିଁ, ଉତ୍ପନ୍ନ କରିପାରେ ନାହିଁ। ଏହି ଶାନ୍ତି କେବଳ ଯୀଶୁଖ୍ରୀଷ୍ଟ ଦିଅନ୍ତି। ସେଥିପାଇଁ ଆମର ପରମେଶ୍ୱରଙ୍କୁ ଶାନ୍ତିଦାତା ଈଶ୍ୱର ବୋଲି କୁହାଯାଏ ଏବଂ ଯୀଶୁଙ୍କୁ ଶାନ୍ତିର ରାଜା ବୋଲି କୁହାଯାଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଶାନ୍ତିର ରାଜକୁମାର ଅଟନ୍ତି। ଅଶାନ୍ତି ଜୀବନରେ, ଅଶାନ୍ତି ପରିବାରରେ ଶାନ୍ତି ଦେବା ପାଇଁ ସେ ବଳବାନ ଆଉ ସାମର୍ଥ୍ୟ ପ୍ରଭୁ ଅଟନ୍ତି। ବାକ୍ୟରୁ କିଛି କଥା କହି ଆଜି ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ଆମର ପରମେଶ୍ୱର ଆମକୁ ସୁସ୍ଥିର କରିବା ପାଇଁ, ଆମକୁ ସୁଦୃଢ଼ କରିବା ପାଇଁ, ଆମର ପରିବାରକୁ ସମ୍ଭାଳିବା ପାଇଁ ସେ ବଳବାନ ଅଟନ୍ତି। ଆସନ୍ତୁ ଆମେ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 26 ଅଧ୍ୟାୟକୁ ଆସିବେ। ଯିଶାୟ ପୁସ୍ତକ 26 ଅଧ୍ୟାୟ 3 ପଦରେ ଲେଖାଗଲା, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ, କାରଣ ସେ ତୁମ୍ଭଠାରେ ନିର୍ଭର ରଖେ। ପ୍ରଭୁଙ୍କ ନାମର ଗୌରବ ହେଉ। ବାକ୍ୟ କହେ, କେତେବେଳେ ପରମେଶ୍ୱର ଜଣେ ବ୍ୟକ୍ତିକୁ, ଜଣେ ପରିବାରକୁ ସେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବେ? ଯେତେବେଳେ ଆମେ ତାହାଙ୍କ ବାକ୍ୟରେ ଆମର ମନକୁ ସ୍ଥିର କରି ରଖୁ, ଯେତେବେଳେ ଆମେ ତାହାଙ୍କ ଉପରେ ନିର୍ଭର ରଖୁ, ସେତେବେଳେ ପରମେଶ୍ୱର ଆମକୁ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବେ। ଦୁନିଆ ଅଶାନ୍ତିରେ ପରିପୂର୍ଣ୍ଣ ହେଲେ ମଧ୍ୟ, ଦୁନିଆର ପରିସ୍ଥିତି ଭୟଙ୍କର ହେଲେ ମଧ୍ୟ ସେ ଆମକୁ ଶାନ୍ତିରେ ରଖିବେ। କେତେବେଳେ? ଯେତେବେଳେ ଆମେ ତାହାଙ୍କର ବାକ୍ୟରେ ଆମେ ମନୋଯୋଗ କରିବା, ଆମର ମନକୁ ସ୍ଥିର କରି ରଖିବା, ସେତେବେଳେ ଆମ ପରିବାରରେ ଶାନ୍ତି ଆସିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଅନେକ ଭାଇ ଭଉଣୀମାନଙ୍କର ଚିନ୍ତାଧାରା, ଘର ଖଣ୍ଡେ ହେଲେ ଶାନ୍ତି, ଘର ବାନ୍ଧିଦେଲୁ ମାତ୍ର ଘରେ ଖଟିଆ ହେଲେ ଟିକେ ଶାନ୍ତି, ଫ୍ରିଜ ଟିକେ ଆଣିଲେ ଶାନ୍ତି, ଘରେ ଟିକେ ଆମେ LCD ଲଗାଇଲେ ଶାନ୍ତି, ଗାଡ଼ି ଟିକେ କିଣିଲେ ଶାନ୍ତି, ମୁଁ ବାହା ହେଲେ ଟିକେ ଶାନ୍ତି, ବାହା ହେଲେ ହେବ କି ପୁଅ ଝିଅ ଟିକେ ହେଲେ ଶାନ୍ତି। ଏହି ପ୍ରକାର ମନୁଷ୍ୟମାନଙ୍କର ବିଭିନ୍ନ ପ୍ରକାର ଚିନ୍ତାଧାରା ଗୁଡ଼ିକ ମନରେ ଆସେ। କିନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆମେ ଗୋଟେ ବିଷୟ ମନେ ରଖିବା, ଆମର ପରିବାରରେ ଯେକୌଣସି ବିଷୟ ଥିଲେ ମଧ୍ୟ, ଆମର ଘର ସୁନାରେ ପରିପୂର୍ଣ୍ଣ ହେଲେ ମଧ୍ୟ, ବିଭିନ୍ନ ବସ୍ତୁରେ ଆମର ଘର ପରିପୂର୍ଣ୍ଣ ହେଲେ ମଧ୍ୟ, ଯଦି ଆମର ପରିବାରରେ ଯୀଶୁ ନାହାନ୍ତି, ଆମର ପରିବାରରେ ପରମେଶ୍ୱରଙ୍କ ବାକ୍ୟ ନାହିଁ, ତାହେଲେ ଆମେ କେବେ ମଧ୍ୟ ଶାନ୍ତିକୁ ପ୍ରାପ୍ତ କରିପାରିବା ନାହିଁ, କେବେ ମଧ୍ୟ ଆମେ ଶାନ୍ତି ପାଇପାରିବା ନାହିଁ। ଏହି ସ୍ଥାନରେ ଲେଖାଯାଏ ଯେ ଯାହାର ମନ ପ୍ରଭୁଙ୍କ ଠାରେ ସ୍ଥିର ଥାଏ, ପରମେଶ୍ୱର ତାହାକୁ କ'ଣ କରିବେ? ସମ୍ପୂର୍ଣ୍ଣ ଶାନ୍ତିରେ ରଖିବେ। କାହିଁକି ଶାନ୍ତିରେ ରଖିବେ? କାରଣ ସେ ବ୍ୟକ୍ତି ଦୁନିଆ ଉପରେ ତାର ନିର୍ଭର ନାହିଁ, ଚାକିରି ଉପରେ ନିର୍ଭର ନାହିଁ, ନିଜର ଶକ୍ତି, ନିଜର ବୁଦ୍ଧି ଉପରେ ନିର୍ଭର ନାହିଁ, ନିଜର ସୁନା ଗହଣା ଉପରେ ନିର୍ଭର ନାହିଁ। ସେ ବ୍ୟକ୍ତିର ନିର୍ଭର ପ୍ରଭୁଙ୍କ ଉପରେ। ଆଉ ପରମେଶ୍ୱର କ'ଣ କରିବେ? ସେହି ପରିବାରକୁ ସେ ଶାନ୍ତିରେ ରଖିବେ। ଆଜି ଯଦି ଆମେ ଗୋଟେ ଅଶାନ୍ତି ଦେଇ ଯାଉଛୁ, ଆଜି ଯଦି ଆମେ ପରିବାରରେ ଏକ ଭୟଙ୍କର ପରିସ୍ଥିତି ଦେଇ ଯାଉଛୁ, ଆମେ କ'ଣ କରିବା ଆବଶ୍ୟକ ରହିଛି? ପ୍ରଭୁଙ୍କ ଆଡ଼କୁ ଆମେ ଅନେଇବା ଆବଶ୍ୟକ ରହିଛି। ଆମେ ସମ୍ପୂର୍ଣ୍ଣ ତାଙ୍କ ଉପରେ ବିଶ୍ୱାସ ରଖିବା ଆବଶ୍ୟକ ରହିଛି, ନିର୍ଭର ରଖିବା ଆବଶ୍ୟକ ରହିଛି।
प्रिय प्रभु लोक मैंने प्रभु आमार को अनुग्रह करंतु परिवार रे सेतेबेले शांति आसे जेतेबेले आमे ताहांकर उपरे आमे निर्भर रखिबा एवं ताहांक ठारे आमर मन को आमे स्थिर करिबा सेतेबेले परमेश्वर आमको कौन करिवे शांति प्रदान करिवे। जदि आपण मान आसीबे नूतन नियम रे लूक लिखित सुसमाचार 10 अध्याय रे लिखा जाए लूक लिखित सुसमाचार 10 अध्याय तार 5 पद रे लिखा गला आ कौनसी गृह रे तुम्भे माने प्रवेश करिवो प्रथमे कुह एही गृह प्रति शांति हो। जो समय रे आपण शिष्य मान को प्रभु यीशु ख्रीष्ट से नियुक्त कले आउ वाक्य प्रचार निमंते से प्रेरण करुछंती सेवा कार्य निमंते पठाउछंती सही समय से कहउछंती तुमे जेतेबेले गोटे घरे प्रथम रे प्रवेश करिवो आ तुमे प्रथम रे कोन करिवो एही गृह प्रति शांति हो। आज आपण को मु कहिबा पई चाहे जदि आपण गोटे अशांति दे जाउछंती गोटे विपरीत परिस्थिति दे आपण जाउछंती आपण को आपण घरे प्रभुंकर दास मान को निमंत्रण करने आवश्यक रही। प्रभुंकर दास माने जेतेबेले सत्य सेवक माने अभिषिक्त प्रभुंक दास माने आम परिवार को जेतेबेले आसंती से माने शांति नहीं आसंती से माने आम ठारू किछि नेबा पई आसंती नहीं आमको से माने देबा पई आसंती। अनेक समय रे प्रभुंक दास मान को आम घर को आमे डाकिबा पई कोठी ना कोठी आमे कुंठाबोध करू कोठी ना कोठी आमे बारण करू जे सी आसिले मते दान देबा पई पड़िबो मते चा बनाइबा देबा को पड़िबो मु तांको खाइबा को देबा को पड़िबो ए प्रकार अनेक भाई भणी मानकर मनोभाव किंतु वाक्य कहे जेतेबेले प्रभुंकर दास माने तांकर प्रेरित लोक माने आंभ मान को घर को आसीबे से समय रे से माने शांति को नहीं आसीबे शांति को नहीं आसीबे सेतिपाई सही श्रद्धा आउ सही स्नेह सही खुशी आनंद आउ सही मनोभाव आम मध्य थाऊ जे प्रभुंकर दास माने आमर घरे आसतु आम प्रभु को कहवा प्रभु तुमर मनोनीत दास को मो परिवार रे पठाओ तुमर अभिषिक्त दास को मो परिवार रे पठाओ आउ मोर परिवार रे प्रभु तुम्हें शांति को स्थापन करो शांति को तुम्हें गठन करो शांति को आम परिवार रे तुम्हें पठाओ यही प्रकार मनोभाव आम धारण करने आवश्यक रही। 6 पद लिखा जाए आउ से स्थान रे जदि जड़े शांतिर पात्र थाए ताहेले तुम्भ मानकर शांति ताहारी ऊपर अधिष्ठान करिवो किंतु जदि न थाए तेबे ताहा तुम्भ मानक निकट को बाहुरी आसीबो। प्रिय प्रभुंक लोक माने प्रभुंक दास माने आमको परिवार आसिले आम परिवार शांति आसे किंतु आमे कौन करिवार अछि से शांति को रिसीव करिवार अछि आमे शांतिर पात्र हेबार अछि आमे प्रभु को कहिबार अछि प्रभु तुम्हें तुम दास मान को आनो मते शांति दरकार तुम्हें शांति देव प्रभु तुम्हें शांति दाता ईश्वर यही विश्वास भरोसा रखी आमे ताहांको निकट रे मागिबार आवश्यक रही ताहांको निकट रे आमे निवेदन करबा आवश्यक रही जद्वारा आमे शांति प्राप्त हेबा। प्रिय प्रभुंक लोक माने प्रभु आमार को अनुग्रह करंतु सेतिपाई प्रभुंकर दास माने आमर घर को आसीबा आवश्यक रही तांकर प्रार्थना तांकर पाद तांकर उपस्थिति आम घरे आवश्यक रही गोटे घर प्रथम विषय है शांति परिवार रे आम प्रथम आम शांति आमको आवश्यक घरे सबू थाई टंका धन संपत्ति गाड़ी घोड़ा सबू थाई मध्य आम परिवार जदि शांति ना ताहले आमर बंचार किसी मूल्य ना। प्रभु यीशु ख्रीष्ट ये पृथ्वी पृष्ठ रे आज को 2025 वर्ष तले एथिपाई आसिले आमे जेपरि ताहांकर स्वर्गीय शांति को पाइबा आमे जेपरि ताहांकर उपस्थिति को पाई आमे दुनियार परिस्थिति विपरीत हेले मध्य आमे जेपरि ताहांकर सहित शांति रे चली परिबा एथिपाई से ए पृथ्वी पृष्ठ को आसिले। प्रभु आमान को अनुग्रह करंतु आपण माने पढ़िबे मो सहित लूक लिखित सुसमाचार 7 अध्याय 50 पद रे लिखा गला किंतु से सही स्त्री की कहिले तोहर विश्वास तोते रक्षा करिछि शांति रे चली जा। एटा को स्त्री को प्रभु यीशु ख्रीष्ट कहउचंती से स्त्री नाम बाइबल कहे पापिष्ठा स्त्री पापिनी स्त्री सिमोन फारुसी सिमोन घरे यीशु ख्रीष्ट जे भजन करुचंती एहा सुनिला परे सेही पापिनी स्त्री पापिष्ठा स्त्री से कौन करुछि यीशु निकट को जाउछि केते पाप करिछि शांति पाइबा पई केते कौन करिछि से शांति पाइबा पई आज ए पुरुष सहित काली से पुरुष सहित आज ए सिनेमा हॉल रे काली से सिनेमा हॉल रे केते कौन जीवन रे कला परे
ସେ ଶାନ୍ତି ପାଉନାହିଁ। ଦିନେ ସେ ଶୁଣୁଛି ତାଙ୍କ ଘର ପାଖରେ ସାହିରେ ଅଞ୍ଚଳରେ ଯେ ସିମନ ନାମକ ଫାରୁସିଙ୍କ ଘରେ ଯୀଶୁଖ୍ରୀଷ୍ଟ ଭଜନ କରୁଛନ୍ତି। ଏହା ଶୁଣିଲା ପରେ ସେ ଧାଇଁ ଧାଇଁ ଯାଉଛି, ସୁଗନ୍ଧି ତୈଳ ଧରି ଯୀଶୁଙ୍କ ନିକଟକୁ ସେ ଯାଉଛି। ତାଙ୍କର ପାଦରେ ସେ କ'ଣ କରୁଛି, ତୈଳ ଲଗାଇ ସେ ଆପଣା କେଶରେ ପାଦ ପୋଛି ଦେଉଛି। ସେହି ସମୟରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ତୁମର ପାପ ସବୁ କ୍ଷମା ହେଇଛି, ତୁମେ ଶାନ୍ତିରେ ଚାଲିଯାଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କ ପରିବାର ଯଦି ଶାନ୍ତି ନାହିଁ, ଆପଣ ଗୋଟେ ଅଶାନ୍ତି ଦେଇ ଯାଉଛନ୍ତି, ଦୁଃଖ ବେଦନା କଷ୍ଟ ଦେଇ ଯାଉଛନ୍ତି, ଆପଣଙ୍କୁ କୌଣସି ଥାନାରେ ଯିବା ଦରକାର ନାହିଁ, ମେଡିକାଲକୁ ଯିବା ଦରକାର ନାହିଁ, କୌଣସି ପରାମର୍ଶଦାତାଙ୍କ ନିକଟକୁ ଯିବା ଦରକାର ନାହିଁ, କୌଣସି ମନୁଷ୍ୟ ନିକଟରେ ଯିବା ଦରକାର ନାହିଁ। ଆପଣ ଯୀଶୁଙ୍କ ନିକଟକୁ ଯିବାର ଅଛି। ଆପଣ ଯୀଶୁଙ୍କ ନିକଟକୁ ଯିବାର ଅଛି। ହେଇପାରେ ଆପଣ ମଣ୍ଡଳୀରେ ଯାଉଛନ୍ତି, ପ୍ରାର୍ଥନା ସଭାରେ ଯାଉଛନ୍ତି। ମୁଁ କହିବା ପାଇଁ ଚାହେଁ, ସେହି ମଣ୍ଡଳୀରେ ଆପଣଙ୍କୁ ଯୀଶୁଙ୍କ ସହିତ ସାକ୍ଷାତ କରିବାକୁ ପଡ଼ିବ। ସେହି ପ୍ରାର୍ଥନାରେ, ସେହି ସହଭାଗିତାରେ ଆପଣଙ୍କୁ ଯୀଶୁଙ୍କ ସହିତ ସାକ୍ଷାତ କରିବାକୁ ପଡ଼ିବ, ଯଦ୍ୱାରା ସେ ହିଁ ଆପଣଙ୍କୁ ଶାନ୍ତି ଦେବେ। ଆଉ ଆପଣ ବିଶ୍ୱାସ କରିବାକୁ ପଡ଼ିବ ଯେ ଆଜି ଯୀଶୁ ମୋତେ ଶାନ୍ତି ଦେବେ, ଆଉ ସେ ତାଙ୍କର ଶାନ୍ତି ମୋତେ କ'ଣ କରିବ, ମୋତେ ଏଇ ଦୁଃଖ ବେଦନା, ଏଇ ଅଶାନ୍ତି, ଏଇ ଗଣ୍ଡଗୋଳ, ବିଭିନ୍ନ ପ୍ରକାର ଏହି ପରିସ୍ଥିତିରୁ ପରମେଶ୍ୱର ମୋତେ କ'ଣ କରିବେ, ବାହାର କରିବେ। ଯୀଶୁ ମୋତେ ରକ୍ଷା କରିବେ। ଏହି ସ୍ଥାନରେ ଲେଖାଯାଏ, ଶାନ୍ତିରେ ଚାଲିଯାଅ, ତୋର ବିଶ୍ୱାସ ତୋତେ ରକ୍ଷା କରିଅଛି, ଶାନ୍ତିରେ ଚାଲିଯାଅ। ଆପଣ ବିଶ୍ୱାସ କରନ୍ତୁ, ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ। ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଶାନ୍ତି ଦେବା ପାଇଁ ସେ ବଳବାନ ଅଟନ୍ତି। ଆପଣ ଥରେ ତାଙ୍କ ନିକଟକୁ ଯାଆନ୍ତୁ। ଆପଣ ଥରେ ଯୀଶୁଙ୍କର ଶରଣାଗତ ହୁଅନ୍ତୁ, ନିଜକୁ ନମ୍ର କରନ୍ତୁ, ସେ ଆପଣଙ୍କୁ ଶାନ୍ତି ପ୍ରଦାନ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ବୋଧେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମକୁ କଥା ହେଇଛ। ତୁମ ନାମର ଗୌରବ ହଉ। ବାପା, ଆମ ପରିବାରର ଶାନ୍ତି ସୁନା ଧନ ସମ୍ପତ୍ତି ନୁହେଁ, ଆମ ପରିବାର ଶାନ୍ତି ତୁମେ ଅଟ। ବାପା, ଆମ ପରିବାରକୁ ତୁମେ ଶାନ୍ତି ପ୍ରଦାନ କର, ସୁଦୃଢ଼ କର। ପ୍ରଭୁ, ତୁମେ ସଂସ୍ଥାପିତ କର। ପ୍ରାର୍ଥନା କରେ, ଯେଉଁ ଭଉଣୀ ଜଣକ କମେଣ୍ଟ କରିଥିଲେ, ସେ ଭଉଣୀ ନିମନ୍ତେ ପୁନର୍ବାର ମୁଁ ପ୍ରାର୍ଥନା କରେ, ତାଙ୍କ ଜୀବନରେ ଶାନ୍ତି ବର୍ତ୍ତୁ, ତାଙ୍କର ଯତ୍ନ ନିଅ। ପରିବାର ପ୍ରତ୍ୟେକ ସମସ୍ୟା ଯୀଶୁଙ୍କ ନାମରେ ସମାଧାନ କରି ତୁମେ ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ଆଉ ଏକ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରିବା। ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।